ସୁଖଦେବ ପହଞ୍ଚିଗଲେ ସ୍ୱର୍ଗର ଦେବକନ୍ୟା ମାନେ ଉଲ୍ଲଗ୍ନ ହୋଇ ବସ୍ତ୍ର ଗୁଡାକ ଗଙ୍ଗା କୂଳରେ ଧୋଇ ସ୍ନାନ କରୁଛନ୍ତି। ଠିଆ ହେଲେ ଯେତେବେଳେ ଦେବକନ୍ୟା ମାନେ ସମସ୍ତେ ଉଲ୍ଲଗ୍ନ ହୋଇ ଚତୁଃପାର୍ଶ୍ୱରେ ଘେରିବ। ବ୍ୟାସ କହିଲେ ପୁଅ ବୋଧେ ମୋ ଡାକ ଶୁଣିକି ରହିଲା। ବ୍ୟାସ ଯେତେବେଳେ ଯାଇ ପହଞ୍ଚିଗଲେ ଦେବକନ୍ୟା ମାନେ ନିଜର ବସ୍ତ୍ର ପିନ୍ଧି ଉଭାନ ହୋଇଗଲେ। ବ୍ୟାସ କହିଲେ ହେ ଦେବକନ୍ୟା ମାନେ ମୋ ଯୁବକ ପୁଅର ଚତୁଃପାର୍ଶ୍ୱରେ ଉଲ୍ଲଗ୍ନ ହେଇଥିଲ, ମୋ ଭଳିଆ 300-400 ବର୍ଷର ବୁଢାକୁ ଦେଖି ବସ୍ତ୍ର ପିନ୍ଧିକି ଉଭାନ ହେଲ। ଆକାଶବାଣୀ ଶୁଣିଲା, ହେ ବ୍ୟାସ ତମଠି ମାୟା ଅଛି, ତମ ପୁଅ ଯୁବକ ହେଲେ ମଧ୍ୟ ତାଙ୍କଠି ମାୟା ନାହିଁ। ବ୍ୟାସ କହିଲେ ହଁ ଯାହା ତମ କଥା ତମେ କର, ହେ ଧନ ତମେ ହଉଛ ମୋ ପୁଅ। ସୁଖଦେବ ଚାହିଁଲେ କହିଲେ ହେ ବ୍ୟାସ ନା ହଁ ବାପା ନା ଅନେକ ଶାସ୍ତ୍ର ରଚନା କରିଛ ନା ଠିକ ନା ମୋ ପଛରେ ପୁଅ ପୁଅ କହି ଗୋଡେଇଛ। କିଏ କାହାର ପୁଅ, କିଏ କାହାର ମା, କିଏ କାହାର ଭାଇ, ଏ ସଂସାରରେ କେହି ନୁହନ୍ତି କାହାର। ଏ ଆପଣ ଆସିଲା ବେଳେ ରାସ୍ତା କଡ଼ରେ ଅନେକ ପଥୁକୁ ଯିବା ଆସିବା କରୁଛନ୍ତି, ନିଜର ସମସାର୍ଥ କରିବା ପାଇଁ ବୃକ୍ଷ ମୂଳରେ ଆଶ୍ରୟ ନେଇଛନ୍ତି। ନା ହଁ ଦେଖିଛି ନା ସେମାନେ ଯେତେବେଳେ ସମସ୍ତ ହେଇଯାଏ, ସମୟ ମେଣ୍ଟିଯାଏ, ତାଙ୍କ ସହିତ ବୃକ୍ଷ ଘରକୁ ଯାଏ। ବ୍ୟାସ କହିଲେ ଯେ ଏଇଟା ଜନ୍ମ ହେଲା ଛୁଆଟା କ୍ଷୀର ଖାଇବା ବଦଳରେ ଅମୃତ ବାଢୁଛି, ଏଇଟା ମତେ ଯଦି ଗୁରୁ କରନ୍ତା ତାହେଲେ ମୋ ଶାସ୍ତ୍ର ଗୁଡାକ ଅଧ୍ୟୟନ କଲେ ଏ ପୃଥିବୀ ଜୀବ ସମାଜ ଉଦ୍ଧାର ହେଇଯାଆନ୍ତେ। ବ୍ୟାସ କହିଲେ ଧନ ନାହିଁ ସେ କଥା ନୁହେଁ ଯେ